ମୁଁ ଭାବୁଛି ଆଜି ବର୍ଷା ହବନି। ମୁଁ ଭାବୁଛି ମୋ ସାଙ୍ଗ ଆମ ଘରକୁ ଆସିବନି। ଟ୍ରାନ୍ସଲେସନ୍ କ'ଣ ହବ? ଦେଖନ୍ତୁ, ମୁଁ ଭାବୁଛି ଆଜି ବର୍ଷା ହବନି ଅର୍ଥ ବର୍ଷା ଉପରେ ମୋର କଣ୍ଟ୍ରୋଲ ନାହିଁ, ମୋ ଭାବିବା ଉପରେ ମୋର କଣ୍ଟ୍ରୋଲ ଅଛି। ତେଣୁ ଏଠି ମୁଁ କ'ଣ ଲେଖିପାରିବି, କ'ଣ କହିପାରିବି ନା, ଆମେ ଏମିତି ନର୍ମାଲି କରିଦିଅନ୍ତି ଯେ ଆଇ ଥିଙ୍କ ଇଟ୍ ୱିଲ୍ ନଟ୍ ରେନ୍ ଟୁଡେ। ଆରେ ଭାଇ, ବର୍ଷା ଉପରେ ମୋର କଣ୍ଟ୍ରୋଲ ନାହିଁ, ମୋ ଭାବିବା ଉପରେ ମୋର କଣ୍ଟ୍ରୋଲ ଅଛି। ତେଣୁ କ'ଣ କରିପାରିବି? ପ୍ରକୃତ ଟ୍ରାନ୍ସଲେସନ୍ ହବ ଆଇ ଡୋଣ୍ଟ ଥିଙ୍କ ଇଟ୍ ୱିଲ୍ ରେନ୍ ଟୁଡେ। କାରଣ ବର୍ଷା ଉପରେ ମୋର କଣ୍ଟ୍ରୋଲ ନାହିଁ, ମୋ ଭାବିବା ଉପରେ ମୋର କଣ୍ଟ୍ରୋଲ ଅଛି। ତେଣୁ ମୁଁ କ'ଣ କରିପାରିବି ନା, ମୋ ଚିନ୍ତାଧାରା ଉପରେ ମୁଁ ନଟ୍ ବସେଇ ପାରିବି, ବର୍ଷା କଥା ଉପରେ ମୁଁ ନଟ୍ ବସେଇ ପାରିବିନି। ତେଣୁ ଆଇ ଡୋଣ୍ଟ ଥିଙ୍କ ଇଟ୍ ୱିଲ୍ ରେନ୍ ଟୁଡେ, ସେଠି ନଟ୍ ବସେଇ ପାରିବି। ଆଇ ଡୋଣ୍ଟ ଥିଙ୍କ ଇଟ୍ ୱିଲ୍ ରେନ୍ ଟୁଡେ। ମୁଁ ଭାବୁଛି ସେ ମୋତେ ମୋବାଇଲ ଦେବନି, ମୋ ଭାବିବା ଉପରେ ମୁଁ ନଟ୍ ବସେଇ ପାରିବି, କିନ୍ତୁ ତା ଦେବା ଉପରେ ନଟ୍ ବସେଇ ପାରିବିନି। କ'ଣ କରିବି ନା, ଆଇ ଡୋଣ୍ଟ ଥିଙ୍କ ହି ୱିଲ୍ ଗିଭ୍ ମି ହିଜ୍ ମୋବାଇଲ, ଏଭଳିଆ ଲେଖିପାରିବି। ତେଣୁ ଏଠି ଆମକୁ ଦେଖିବାକୁ ପଡ଼ିବ ପ୍ରକୃତରେ କେଉଁ ଜିନିଷ ଉପରେ ଆମର ପ୍ରଭାବ ଅଛି, କେଉଁ ଜିନିଷ ଉପରେ ଆମର ପ୍ରଭାବ ନାହିଁ। ବର୍ଷା ଉପରେ ଆମର ପ୍ରଭାବ ନାହିଁ, ତେଣୁ ବର୍ଷା ଉପରେ ନଟ୍ ବସେଇ ପାରିବେନି। ମୁଁ ଭାବୁଛି ସେ ଆମ ଘରକୁ ଆସିବନି, ଆଇ ଡୋଣ୍ଟ ଥିଙ୍କ ହି ୱିଲ୍ କମ୍ ଆୱାର ହୋମ୍। ଜାଣିପାରିଲେ ତ? ଏବେ ଆପଣମାନଙ୍କ ପାଇଁ ପ୍ରଶ୍ନ। ମୁଁ ଭାବୁଛି ସେ କାଲି କଲିକତା ଯିବେ ନାହିଁ। ଟ୍ରାନ୍ସଲେସନ୍ କ'ଣ ହେବ? ନିଶ୍ଚୟ କମେଣ୍ଟ ବକ୍ସରେ ଲେଖିବେ। ବେସିକ୍ ଇଂଲିଶ ଫଲୋ କରନ୍ତୁ, ବଢ଼ିଆ ବଢ଼ିଆ ଇଂଲିଶ ଗ୍ରାମାର ଶିଖନ୍ତୁ।